ହାପି ବାର୍ଥଡେ ରକି ଭାଇ। ତ ସମସ୍ତେ ଜାଣିଛନ୍ତି ରକି ଭାଇ କିଏ, ବାଙ୍ଗାଲୋରର ଜଣେ ସୁପରଷ୍ଟାର ଏବଂ ମନ ଭିତରୁ ଯେଉଁ ଗୋଟେ ବହୁତ ଭଲ ବ୍ୟକ୍ତି ଯେଉଁ କହୁଛନ୍ତି, ତାଙ୍କର ଯେଉଁ ପୁରା ନାମ ହେଉଛି ନବୀନ କୁମାର ଗୌଡ଼ା। କାରଣ ତାଙ୍କର ସେ ଫିଲ୍ମ ପ୍ରମୋସନ୍ ପାଇଁ ମୁଁ ଆପଣଙ୍କୁ ଗୋଟେ ଭିଡ଼ିଓ ଦେଖେଇବି। ସେ ତାଙ୍କର ଗୋଟେ ଫିଲ୍ମ ପ୍ରମୋସନ୍ ପାଇଁ ନିଜେ ଅଟୋ ଚଲାଇକି ଏବଂ ଅଟୋ ପଛରେ ଗୋଟେ ପୋଷ୍ଟର ଲଗାଇକି ସେ ନିଜେ ଫିଲ୍ମ ପ୍ରମୋଟ୍ କରୁଥିଲେ। ମାନେ ତାଙ୍କର ଯେଉଁ ଫାଷ୍ଟ ଷ୍ଟେଜ୍ଟା ଏତେ ସେ ଷ୍ଟ୍ରଗଲ୍ କରିଛନ୍ତି, ତ ଆଜି ପାଇଁ ତାଙ୍କୁ ପୁରା ଅଲ୍ ୱାର୍ଲଡ଼ ମାନେ ପାନ୍ ଷ୍ଟାର୍ ହିସାବରେ ସେ ବର୍ତ୍ତମାନ ଏବେ ସବୁଆଡ଼େ ଜଣାଶୁଣା। ତାଙ୍କର ଯେଉଁ ନେକ୍ସଟ ମୁଭି ଆସୁଛି ଟକ୍ସିକ୍, ତ ସେଇ ମୁଭି ବହୁତ ବହୁତ ୱେଟ୍ ଅଛି, ଦେଖାଯାଉ। ତ ଯଦି ଭାଗ୍ୟ ଥିବ ସେ ମୁଭି ନିଶ୍ଚିତ ଭାବରେ ଦେଖିବି। ଏବଂ କାଲି ଯେତେବେଳେ ମୁଁ ଯାଉଥିଲି ରାସ୍ତାରେ ମାନେ ନାଇଟ୍ରେ ଡ୍ୟୁଟି ସାରିକି, ତ ଦେଖିଲି ମାନେ ସେ ଗୋଟେ ଏତେ ଫେମସ୍ ସବୁ ହୋର୍ଡ଼ିଂରେ ଏବଂ ବାଙ୍ଗାଲୋର ମେଟ୍ରୋରେ ବି ତାଙ୍କର ପୋଷ୍ଟର ଲଗାଯାଇଛି ଏବଂ ତାକୁ ୱିଶ୍ କରାଯାଇଛି। ତ କାରଣ ସେ ଏମିତି ପ୍ରଥମ ବ୍ୟକ୍ତି ଯିଏକି ଇଣ୍ଡିଆରେ ବି ଯିଏକି ତାଙ୍କର ବାହାଘରକୁ ପୁରା କର୍ଣ୍ଣାଟକକୁ ସେ ଇନଭାଇଟ୍ କରିଥିଲେ। ଏମିତି ନାହିଁ କି ଇଏ ଆସିବ, ଇଏ ବଡ଼ ବଡ଼ିଆ ଆସିବେ, ଇଏ ଛୋଟ ଆସିବ, ଏମିତି ନାହିଁ। ପୁରା ଅଲ୍ କର୍ଣ୍ଣାଟକ, ଛୋଟଠୁ ବଡ଼ ସମସ୍ତେ। ତ ସେଥିପାଇଁ ତ ସିଏ ରକ୍ ଷ୍ଟାର୍ ରକି ଭାଇ। ଏଗେନ୍ ହାପି ବାର୍ଥଡେ ରକି ଭାଇ।